ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ତ ଏଇଟା ଗୋଟେ ଖାଲି ମୋର ଭିଡ଼ିଓ ହେଉଛି। ଆଜି ସେ ଭିଡ଼ିଓଟି ଛୋଟ ହେଇଯାଇଥିଲା, ତ ମୁଁ ଫାଷ୍ଟ ଗୋଟେ ନିଜ ପାଇଁ ଏଡ଼ିଟ୍ କଲି ଗୋଟେ। ମୁଁ ସକାଳୁ ସକାଳୁ ଯାଇଥିଲି ଆଜି ସମ୍ ହସ୍ପିଟାଲ, କାମ ଥିଲା ଟିକେ। ତ ମୁଁ ନାଁ ଶୁଣିଥିଲି ବହୁତ, ବ୍ରହ୍ମପୁର ଆଟା। ତ ସିଏ ହିନ୍ଦୀର ଷ୍ଟାର ଯିଏ ଅଛନ୍ତି ଆଶିଷ ବିଦ୍ୟାର୍ଥୀ, ତାଙ୍କ ସେଠି ଫଟୋ ବି ଲାଗିଛି। ସିଏ ବି ତାଙ୍କର ଗୋଟେ ଦୁଇଟା ଭିଡ଼ିଓ କରିଥିଲେ। ମୁଁ ଆଉ ଗୋଟେ ବ୍ରହ୍ମପୁରର ଖାଇଥିଲି ସେପଟେ, କିନ୍ତୁ ଏଇଠି ନାଁ ଶୁଣିକି ଆସିଥିଲି। ଏଇପଟେ ଜଣେ ରିଲେଟିଭ୍ ବି ରୁହନ୍ତି, ସିଏ କହିଲେ ଏଇପଟେ ଥରେ ଆସି ଟ୍ରାଏ କର। ତ ମୁଁ ପାଖାପାଖି 6:30 ହେଇଯାଇଥିଲା, ପହଞ୍ଚି ଯାଇଥିଲି ବ୍ରହ୍ମପୁର ଆମର ସମ୍ ହସ୍ପିଟାଲ ପାଖରେ। ଟିକେ ଆଗକୁ ଆସିଲା ପରେ ଲେଖା ହେଇଥିଲା ବ୍ରହ୍ମପୁର ଆଡ୍ଡା। ଟାଇମ୍ ହେଇଥିଲା 6:30, କିନ୍ତୁ ସବୁ ତାଙ୍କର ରେଡ଼ି ହେଇଯାଇଥିଲା ଖାଇବା। ଆଉ ଖୁସି ଲାଗିଲା ଗୋଟେ ଜିନିଷ, ଯେ ସବୁ ଜିନିଷ ସେ ଘୋଡ଼େଇକି ରଖୁଛନ୍ତି ଜରିରେ। ମେନ୍ ରୋଡ ଉପରେ ହେଇଛି, ତ ଏଇଟା ଗୋଟେ ଖୁସି ଲାଗିଲା, ଖାଇବାକୁ ବି ଇଚ୍ଛା ହେଲା। କାହିଁକିନା ମାର୍କେଟ ଦେଖନ୍ତୁ ଆଜିକା ଡେଟ୍ରେ ପ୍ରାୟ ସବୁ ଜିନିଷ ଖୋଲା ଖୋଲି ରଖୁଛନ୍ତି। ଏବେ ତ ହଇଜା ସମୟ, ଯୁଆଡ଼େ ବି କିଛି ଜିନିଷ ଖାଇବାକୁ ଇଚ୍ଛା ହେଉନି, କିନ୍ତୁ ଯେଉଁ ଘୋଡ଼େଇକି ରଖୁଛି ଭାରି ଭଲ ଲାଗିଲା ଦେଖିବାକୁ। ସେ ସକାଳୁ ସକାଳୁ କରିଦେଇଥିଲେ ଆମର ବରା, ତାପରେ ଇଟିଲି, ଉପମା ଦୁଇ ପ୍ରକାର ହେଉଛି। ଗୋଟେ ସାଧା ହେଉଛି, ଗୋଟେ ମସଲା ଉପମା ହେଉଛି। ଆଉ ତାପରେ ସିଙ୍ଗଡ଼ା ବି କରିଦେଇଥିଲେ। ତ ମୁଁ ଯାଇ ଖାଇଲି। ଆଉ ଅର୍ଡ଼ର କରିଥିଲି କ'ଣ ନା, ଇଟିଲି କି ଆଉ ମସଲା ଉପମା, ଯେଉଁଟାକି ମୋତେ ବହୁତ ଭଲ ଲାଗିଥିଲା। ରେଟିଂ ଯଦି କଥା କହିବି ତାହେଲେ 10ରୁ 10। ଆଉ ସବୁଠୁ ବଢ଼ିଆ ହେଉଛି ବ୍ରହ୍ମପୁରରେ ମୋତେ ଚଟଣିଟା ନା, ଆଜ୍ଞା ମନ ଖୁସି ହେଇଯିବ। ତ ମୋତେ ନେଇଥିଲେ, ସେ ଯେଉଁ ପ୍ରାଇସ୍ ମୋର ଥିଲା 30 ଟଙ୍କା। ତ ବ୍ରହ୍ମପୁର ତ ଏମିତି ଯେଉଁଠି ବି ଆପଣ ଖାଇବେ ବହୁତ ଭଲ ଲାଗିବ। ଯଦି ଏଇପଟେ କେତେବେଳେ ଆସୁଛନ୍ତି ତ ଖାଇକି ଯାଆନ୍ତୁ, ଭଲ ଲାଗିବ। ଆଉ ସବୁଠୁ ବଢ଼ିଆ କଥା ହେଲା, ଆପଣ 6:30ରେ ବି ସବୁ ପ୍ରକାର ଆଇଟମ୍ ପାଇପାରିବେ। ତ ଆସନ୍ତୁ ଦେଖିବା ସେ ଭିଡ଼ିଓକୁ। ଏଇଟା ହେଉଛି ସେ ବ୍ରହ୍ମପୁର ଆଡ୍ଡା। ଏଇଟା ହେଉଛି ସମ୍ ହସ୍ପିଟାଲ ରାସ୍ତାଟା, ଏପଟଟା। ଆଉ ଏପଟଟା ହେଉଛି ମଳିପଡ଼ାକୁ ରାସ୍ତାଟା। ସମ୍ ହସ୍ପିଟାଲ ମଳିପଡ଼ା ଗଲାବେଳକୁ ବାଁପଟେ ପଡ଼ିବ। ଯେତେବେଳେ ସମ୍ ହସ୍ପିଟାଲରୁ ଆସିବେ, ହାଫ୍ କିଲୋମିଟର ପଟେ ପାଖାପାଖି ପଡ଼ିବ। ତାଙ୍କ ସବୁ ଚଟଣି ସବୁ ରେଡ଼ି, ଜରିରେ ସବୁ ଘୋଡ଼ା ହେଇ ସବୁ ରେଡ଼ି ହେଇସାରିଲାଣି। 6:30 ଟାଇମ୍ ହେଇଛି, ଲୋକ ପାର୍ସଲ ବି ନେଉଛନ୍ତି। ଖାଇବାରେ ଆପଣ ଟେଷ୍ଟରେ କିଛି ଆପଣ ମାନେ ନିରାଶ ହେବେନି। ଏଇଟା ମସଲା ମୋର ପ୍ରିପାରେସନ୍ ଚାଲିଛି। ସେ ମସଲା ଯେଉଁ ଦେଉଥିଲେ ଉପମାଟା ନା, କିଛି ଟିକେ ଅଲଗା ଲାଗିଲା ମୋତେ, କିନ୍ତୁ ବଢ଼ିଆ ଲାଗିଲା ମୋତେ ଖାଇବାକୁ। ଚକୁଳି ବି ହେଇସାରିଲାଣି ଦେଖନ୍ତୁ।